ଓଡ଼ିଆରୁ ଇଂରାଜୀ ଟ୍ରାନ୍ସଲେସନ୍ ଶିକ୍ଷା କନିଷ୍କ କୁମାର ଦାସ ସାର୍ ଏମ୍ଫିଲ୍ ଇନ୍ ଇଂଲିଶ ବିଏଡ୍ PGDCA କୋଭିଡ୍ ଏବଂ ଗ୍ରାଜୁଏସନ୍ ଇନ୍ ମ୍ୟୁଜିକ୍ଙ୍କ ଦ୍ୱାରା। ଆସନ୍ତୁ ଏହି ଭିଡ଼ିଓ ଲେସନରେ 10ଟି ଟ୍ରାନ୍ସଲେସନ୍ ଶିଖିନେବା। ସମସ୍ତ ଓଡ଼ିଆ ମିଡ଼ିୟମ୍ ପିଲାଙ୍କର ଇଂରାଜୀ ଶିକ୍ଷାରେ ଏହା ସାହାଯ୍ୟ କରିବ। ପ୍ରାୟତଃ କ୍ଷୁଦ୍ର ଗଳ୍ପକୁ ଏକ ଅତି ସାମ୍ପ୍ରତିକ ଉତ୍ପତ୍ତି ଭାବେ ବିବେଚନା କରାଯାଏ। Answer. Quite often, the short story is regarded as of a very recent origin. ଏହି କ୍ଷୁଦ୍ର ଗଳ୍ପଟି ସମ୍ପ୍ରତି ଯେଉଁ ବିପୁଳ ଲୋକପ୍ରିୟତା ଲାଭ କରିଆସୁଛି ସେଥିପ୍ରତି ଏପରି ମତାମତର ମୂଳଦୁଆ ରହିଛି। Answer. Such opinions have their basis in the immense popularity the short story has been enjoying recently. କ୍ଷୁଦ୍ର ଗଳ୍ପ ଏବଂ ଏକାଙ୍କିକା ଆଜିକାଲି ଦୁଇଟି ସବୁଠାରୁ ଲୋକପ୍ରିୟ ସାହିତ୍ୟିକ ରୂପ। Answer. The short story and the one-act play are two most popular literary forms these days. ଏହା ଆଧୁନିକ ସଭ୍ୟତାର ପ୍ରକୃତି ଦ୍ୱାରା ଘଟିଛି ଯାହା ମଣିଷର ଜୀବନଶୈଳୀରେ ଏକ ମହାନ ପରିବର୍ତ୍ତନ ଆଣିଛି। Answer. This has been occasioned by the very nature of the modern civilization, which has brought about a great transformation in man's way of life. ଆଧୁନିକ ମଣିଷ ପ୍ରଗତି ପାଗଳ। Answer. The modern man is progress crazy. ସେ ସଦାବେଳେ ବ୍ୟସ୍ତ ଥାଏ। He is always in a hurry. ସେ ତାଙ୍କ ଭୌତିକ କାର୍ଯ୍ୟରେ ଏତେ ବ୍ୟସ୍ତ ଯେ ତାଙ୍କ ପାଖରେ ଠିଆ ହୋଇ ଚାହିଁ ରହିବା ପାଇଁ ବହୁତ କମ୍ ସମୟ ଅଛି। Answer. He is so busy in his material pursuits that he has little leisure time to stand and stare. ତାଙ୍କୁ ତାଙ୍କ କର୍ମସ୍ଥାନକୁ ଦୌଡ଼ିବାକୁ ପଡ଼ିବ। Answer. He has to run to his place of work. ତାଙ୍କୁ ବ୍ୟାଙ୍କକୁ ଯିବାକୁ ପଡ଼ିବ। Answer. He has to visit the bank. ତାଙ୍କୁ ଟିକସ ଦେବାକୁ ଧାଡ଼ିରେ ଠିଆ ହେବାକୁ ପଡ଼ିବ। Answer. He has to queue up to pay his taxes. ଏହି ଭିଡ଼ିଓ ଲେସନକୁ ବାରମ୍ବାର ଚଲାଇ ଅଭ୍ୟାସ କରନ୍ତୁ ଓ ଇଂରାଜୀ ଶିଖନ୍ତୁ। ଧନ୍ୟବାଦ। ଯଦି ଆପଣଙ୍କୁ ଏହି ଭିଡ଼ିଓ ଲେସନଟି ଶିକ୍ଷଣୀୟ ଲାଗିଛି ଏବଂ ଏହା ଆପଣଙ୍କୁ ଭଲ ଲାଗିଛି ତେବେ ଦୟାକରି ଏହାକୁ ସବସ୍କ୍ରାଇବ୍, ଲାଇକ୍ ଓ ସେୟାର କରିବାକୁ ଆଦୌ ଭୁଲନ୍ତୁ ନାହିଁ।